ଖୋଲଚା ସିମ୍ ସିମ୍ କାହାଣୀ ଭଣ୍ଡାରରୁ ବାହାରିଥିବା ଆଜିର କାହାଣୀର ନାମ ହେଉଛି ଟପ୍ ଟପ୍ ଟପକ୍। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ଗୋଟିଏ ଘଞ୍ଚ ଜଙ୍ଗଲ ଥିଲା। ଦିନେ ଝିପ୍ ଝିପ୍ ପାଣି ବର୍ଷିବାକୁ ଲାଗିଲା। ତା ପରଦିନ ଖରା ହେଲା। ସବୁ ଜୀବଜନ୍ତୁ ବାହାରକୁ ବାହାରିଲେ। ସେତେବେଳେ ଶବ୍ଦ ଶୁଣାଗଲା ଟପ୍ ଟପ୍ ଟପକ୍। ସମସ୍ତେ ଡରିଗଲେ। ସିଂହ ଭାବିଲା, ଚିତାବାଘ ଭାବିଲା, ହାତୀ ଭାବିଲା, ଭାଲୁ ଭାବିଲା, ଏହା କେଉଁ ଶବ୍ଦ? ଭାଲୁ ଡରିଗଲା। ସେ ବୁଦା ଭିତରେ ଯାଇ ଲୁଚିଗଲା। ହରିଣ କମ୍ପିବାକୁ ଲାଗିଲା। ସେ ଦୌଡ଼ି ପଳାଇଲା। ଚିତାବାଘ ମଧ୍ୟ ସେଠାରେ ରହିଲା ନାହିଁ। ସିଂହ କହିଲା, ମୁଁ ଡରେ ନାହିଁ। କିନ୍ତୁ ସେ ମଧ୍ୟ ଡରିଗଲା। ବଡ଼ ଜୀବଜନ୍ତୁ ମଧ୍ୟ ଦୌଡ଼ି ପଳାଇଲେ। ପିମ୍ପୁଡ଼ି କହିଲା, ଚାଲ ସାଙ୍ଗମାନେ, ଆମେ ଟପ୍ ଟପ୍ ଟପକ୍କୁ ଖୋଜିବା। ଦେଖିବା ସେ କିଏ। ଆମେ ସବୁ ସାଙ୍ଗରେ ଅଛେ, ତେବେ ଡର କାହାକୁ? ମୂଷା କହିଲା, ସାବାସ୍ ପିମ୍ପୁଡ଼ି ଭାଇ। ଜୁଳୁଜୁଳିଆ କହିଲା, ମୁଁ ଆଗରେ ରହିବି। ବିଲେଇ କହିଲା, ମୁଁ ତମ ସାଙ୍ଗରେ ଅଛି। ଠେକୁଆ କହିଲା, ମୁଁ ମଧ୍ୟ ପଛରେ ରହିବି ନାହିଁ। ସମସ୍ତେ ଟପ୍ ଟପ୍ ଟପକ୍କୁ ଖୋଜିବାକୁ ଚାଲିଲେ। ପୁଣି ସମସ୍ତେ ଦେଖିଲେ ବର୍ଷା ପାଣି ପତ୍ରଗୁଡ଼ିକ ଉପରେ ପଡ଼ୁଥିଲା। ଟପ୍ ଟପ୍ ଟପକ୍। ପ୍ରତ୍ୟେକ ଦିଗରେ ସେହି ଶବ୍ଦ ଥିଲା। ପିମ୍ପୁଡ଼ି ରୋକ୍‌ଠୋକ୍ କହିଲା, ଦେଖିଲ? ସମସ୍ତେ ନିଜ ମୁଣ୍ଡ ହଲାଇଲେ ଏବଂ ହସିଦେଲେ।